ଜାଣିଛନ୍ତି ସାଙ୍ଗମାନେ, ପିଲାବେଳେ ସଢ଼େଇରେ ଖେଳିବାଟା କେତେ ମଜା ଲାଗୁଥିଲା। ସଢ଼େଇରେ ଭାତ, ତରକାରୀ, ଶାଗ ରାନ୍ଧିବାକୁ ବହୁତ ଖୁସି ଲାଗୁଥିଲା। କିନ୍ତୁ ଏବେ ବଡ଼ ହେଇକି ବାହା ସାହି ଘର ସଂସାର କଲେ ସବୁ ଖୁସି କୁଆଡ଼େ ଚାଲିଗଲା। ପିଲାଦିନ କଥା ଭାବିଲେ ନା ବହୁତ ଦୁଃଖ ବି ଲାଗୁଛି। ସାଙ୍ଗସାଥି ସହିତ ଖେଳିବାକୁ କେତେ ମଜା ଲାଗୁଥିଲା। ସ୍କୁଲରୁ ଆସିଗଲେ ଖାତା ବହି ବ୍ୟାଗ ଥୋଇ ଦେଇକି କେମିତି ଖେଳିବାକୁ ଯିବୁ। 4ଟା ବାଜିଗଲା, ସ୍କୁଲ ଛୁଟି ହେଲା ନା, 4:30 ବେଳକୁ କେମିତି ଯାଇକି ଘରେ ପହଞ୍ଚିକି ଖେଳିବାକୁ ଯିବୁ, ସେଇ କଥା ଆମେ ଭାବୁଥିଲୁ। ହେଲେ କିଏ ଜାଣିଥିଲା ମଣିଷ ଜୀବନ ପାଣି ଫୁଟକା। ଏବେ ଆମେ ବଡ଼ ହେବାରୁ ହିଁ ଆମେ ସବୁ ଜାଣିପାରୁଛେ। କିନ୍ତୁ ପ୍ରକୃତରେ ଛୋଟ ଥିଲେ କିଛି ଦୁଃଖ ନାହିଁ। ଖେଳିଲ, ବୁଲିଲ, ଖାଇଲ, ପିଇଲ, ପାଠ ପଢ଼ିଲ, ବହୁତ ମଜାମସ୍ତି କରିବ। ହେଲେ ବଡ଼ ହେଇକି ବାହା ହେଇକି ଘର ସଂସାର କଲେ ବହୁତ ଦୁଃଖ। ଏବେ ମଣିଷ ଭାବୁଛି ଯେ କାହିଁ ମୁଁ ବଡ଼ ହେଉଥିଲି। ପିଲାଦିନ କଥା ଭାବିଲେ ସାଙ୍ଗସାଥି କଥା ବହୁତ ମନେ ପଡ଼େ। ଆଜି ମୁଁ ଏଇଠି ଅଛି, ମୋ ସାଙ୍ଗସାଥି ସବୁ କେଉଁଠି ଅଛନ୍ତି ସେଇଟା ବି ମୁଁ ଜାଣିନି। କେତେଟା ସାଙ୍ଗଙ୍କ ସାଙ୍ଗରେ ଦେଖା ହୁଏ ତ କେତେ ସାଙ୍ଗ ସହିତ ଦେଖା ହୁଏ ନାହିଁ। ସତରେ କେତେ ମନେ ପଡ଼େ ପିଲାଦିନ କଥା। ଖଟା ପାଣି କରି ପିଇବାକୁ ବହୁତ ମଜା ଲାଗୁଥିଲା। ଆପଣମାନେ ନିହାତି କରିଥିବେ। ପିଲାବେଳେ ଛୋଟବେଳେ ସ୍କୁଲରେ ଗୋଟେ ବେଞ୍ଚରେ ବସିବା ପାଇଁ ଆଗ ବେଞ୍ଚରେ ମାଡ଼ ଗୋଡ଼ି ହେବୁ ସାଙ୍ଗସାଥି ଭିତରେ, କେତେ ମଜା ଲାଗୁଥିଲା। ଆଉ ସେ ଦିନ କାହିଁ। କିନ୍ତୁ ଏବେକାର ପିଲାମାନେ କେବଳ ପାଠ ହିଁ ପଢ଼ୁଛନ୍ତି। ପାଠ ପଢ଼ିକି ମଣିଷ ହେବାକୁ ସେମାନେ ବହୁତ ଟ୍ରାଏ କରୁଛନ୍ତି। ନା ସଢ଼େଇରେ ଖେଳ ଅଛି, ନା ଆଉ ବାଲିରେ ଭାତ ଶାଗ ଅଛି। ସତରେ ସାଙ୍ଗମାନେ ସେ ଦିନ ସବୁ କୁଆଡ଼େ କେତେ ଜଲ୍ଦି ପଳେଇଲା। ଆଉ କ'ଣ କହିବି ଆପଣମାନଙ୍କୁ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟା ଭଲ ଲାଗୁଥାଏ ତାହେଲେ ମୋ ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ।